হজুর খোলা আছে ମୁଁ ପଞ୍ଚମାକୁ ଡାକୁଛି କିଛି ବ୍ୟସ୍ତ ହୁଅନ୍ତୁନି ସାର୍, ଆମେ ବ୍ୟବସ୍ଥା କରିବୁ। ଚାଲ କଣ କହିବ? ଆଜ୍ଞା ହଜୁର ଆସାମୀ ଯିବେନି? ଆସାମୀ ପୁଣି କିଏ? ଏହି ଦେଖ ଆଜ୍ଞା ଜାହାଜରେ ଥରେ ଅଭିଯୋଗ ସେ ନ ଗଲେ ବିଚାର ହବ କେମିତି ଧର୍ମାବତାର? ଆଚ୍ଛା ସୁରେନ୍ଦ୍ର ବାବୁ, ଆପଣ ଦୁଇ ଜଣଙ୍କ ସହିତ ଆସନ୍ତୁ। ମୁଁ ଯିବି ସାର୍। କିଛି ବ୍ୟସ୍ତ ହୁଅନ୍ତୁନି। ଏହି ଦେଖ ଆପଣ ନ ଗଲେ ବିଚାର ହେବ କେମିତି? କିଛି ଦିନ ବାଦେ ତମ ସାଙ୍ଗରେ ତମ ଘରକୁ ନେଇ ଯାଅ। କାହିଁକି ମୋର କଣ ହେଲା କି? ମୁଁ ପରା ଭିତରୁ କଟି କଟି କଥା ସେ ସ୍ତ୍ରୀ ଲୋକର ଶୁଣୁଥିଲି। କଣ ଶୁଣୁଥିଲ? ହେଇନି କହି ଦଉଛି, ସେ ସ୍ତ୍ରୀ ଲୋକ ଯଦି ସତରେ ସୁରେନ୍ଦ୍ର ସ୍ତ୍ରୀ ହେଇଥିବ ନା, ଜବ କଳ୍ପନା ତୁମ ଭଉଣୀର ମିଷ୍ଟର ଶୁଭେନ୍ଦୁକୁ ମୁଁ ଛୋଟବେଳୁ ଦେଖୁଛି, ସବୁବେଳେ ତାର ଘୁରି ଘୁରି ପ୍ରଶଂସା ଇଏ କରେ। हेलो तुम चिंता करनी अपा भाईटा ना विदेश बोले बोली अनेक लोक सह मिशिची मनीष चिन्हबारे तार केबे भी भूल हबनी। अरे आम सुरेंद्र चरित्र सूर्य किरण भली निर्मल और स्पष्ट। ତୁ କୋଉଠୁ ବୁଝିବୁ ରେ ମାର ମନ? पारिबनी मिस्टर पारिबनी जेते पढ़ुता भागवत दोष नहिब मोर चित्त। ସେ ଘରେ ଭଦ୍ରଲୋକ ଅଛନ୍ତି। ମୋ କପାଳରୁ ତମେ ଦୁଇଜଣ ପଶୁଛ। देखिल तो मिस्टर रे तुम भौणी को देखिल तो कौन कहबी एमिति स्त्री लोक जदि घरे जा थिब ताले अवस्था कौन हो तुम निजे बुझी पारुथो। प्रति अरे भौणी का तो सही बोल अरे से स्त्री लोक कथा अच्छा लज्जा किछि नाही। ଆପଣଙ୍କ ସ୍ତ୍ରୀଙ୍କ ନାମଟା କଣ ଥିଲା? ଶିବ ଦେବୀ। ସେ ତ 5 ବର୍ଷ ହେଲା ସେ ତ ମରି ଯାଇଛି। ଏ କଥା ତ ଶୁଣେଇ ଗଲା ସମସ୍ତେ ଜାଣିଛନ୍ତି। ଆଉ ଆପଣ ଚାହିଁଲେ ମଧ୍ୟ ଇନକ୍ୱାରି କରିପାରିବେ ସାର୍। ସରିଲା ଇନ୍ସପେକ୍ଟର କିଛି ଜାଣିପାରିଲେ ସେମାନେ ତ ए इंस्पेक्टर को सब कथा बुझेई देइथिले से एक बुझी पारिथिबे। इन्स्पेक्टर एभलिया द्रुत लोक सावधान हैंडल करेंगे आम आखिरे धूली दे देखु आपण को भी फांकी दवा असुविधा होबनी। अरे इंस्पेक्टर गांव को छाड़ी थिबे आउ माने देई थिबे ना। अरे बाप କହିଲେ ପରା ବର୍ତ୍ତମାନ ତମେ ଆସିପାର।
ସେ ଭଦ୍ରମହିଳା କଣ କିଏ ଚଳେଇବେ? এই দেখো আজ্ঞা হজুর কোন ଆଉ କରିବ ସେ ହତଭାଗିନୀ ଆପଣ ତ ଦେଖିଲେ ତା ସ୍ୱାମୀ ତ ତାକୁ ଧରା ଛୁଆ ଦେଉନାହାନ୍ତି କି ଗ୍ରହଣ ମଧ୍ୟ କରୁନାହାନ୍ତି ତେଣୁ ଏଭଳିଆ ଗୁଳମାଳିଆ ପରିସ୍ଥିତିରେ ତାକୁ ଏକୁଟିଆ ଛାଡ଼ିଯିବାଟା କ'ଣ ଠିକ୍ ହେବ? ତମେ ତାକୁ ସାଥିରେ ନେଇଯାଅ। ମୁଁ ତାହେଲେ ଆସୁଛି ହଜୁର। ଏମିତି ଲୋକକୁ ଆପଣ ଛାଡ଼ିଦେଲେ ଇନ୍ସପେକ୍ଟର? ମୁଁ ନିରୁପାୟ ସାର୍। ମାନେ अरे बाबा কি আশ্চর্য! আরে গোটে অপরাধী স্পষ্ট দিবাল করে গোটে ঝিଅକୁ ନେଇ ଚାଲିଗଲା ଆପଣ ତାକୁ ନ ଧରି ଛାଡ଼ିଦେଲେ ଇନ୍ସପେକ୍ଟର ବାବୁ। ମୁଁ ଜଣେ ପୋଲିସ ଅଫିସର, ମୋ ଦାୟିତ୍ୱ ମୁଁ ବୁଝେ ନିଶ୍ଚୟ ଯାଏ। ଇନ୍ସପେକ୍ଟର ଆରେ ଆପଣ କ'ଣ କହୁଛନ୍ତି? ମୋ ସ୍ତ୍ରୀ ମରିନି ଆଉ ଏ ଭଦ୍ର ମହିଳା? ସେ ଭଦ୍ରମହିଳା ଆପଣଙ୍କ ବିଷୟରେ ଅନେକ ଗୋପନୀୟ କଥା ପ୍ରକାଶ କଲେ, ଯାହା ଆପଣଙ୍କର କେହି ଅନ୍ତରଙ୍ଗ ବ୍ୟକ୍ତି ହିଁ ସେ ତାହା କହିପାରିବ। ତାପରେ ସେମାନଙ୍କ ଅଭିଯୋଗ ଯେ ଭିତ୍ତିହୀନ ଆଉ ଏ ଭଦ୍ରମହିଳା ଯେ ଫାଡ଼ କରିଛ ଏ କଥା ବି କହିବ ନା